ଏକ ସୁନ୍ଦର ଘନ ଜଙ୍ଗଲ ଯେଉଁଠି ପକ୍ଷୀମାନେ ଗାଉଥିଲେ, ପବନ ହାଲୁକା ହାଲୁକା ବହୁଥିଲା। ସେହି ଜଙ୍ଗଲରେ ଥିଲେ ଦୁଇଜଣ ଶକ୍ତିଶାଳୀ ପ୍ରାଣୀ, ବାଘ ଓ ସିଂହ। ବାଘ ଏକାକୀ ଶିକାରୀ, ଚୁପଚାପ ଆସି ଆକ୍ରମଣ କରେ। ତାର ଗତି ଓ ଶକ୍ତି ଅଦ୍ଭୁତ। ଏହି ଜଙ୍ଗଲ ମୋର, ମୁଁ ହେଉଛି ସବୁଠୁ ଶକ୍ତିଶାଳୀ। ଏବେ ଆସୁଛି ସିଂହ, ଜଙ୍ଗଲର ଗର୍ବ, ଦଳ ସହିତ ରହେ। ମୁଁ ହେଉଛି ରାଜା, ସବୁଠୁ ମୋତେ ମାନିବାକୁ ପଡ଼ିବ। ଏକ ଦିନ ଏହି ଦୁଇ ଶକ୍ତିଶାଳୀ ପ୍ରାଣୀ ସାମ୍ନା ସାମ୍ନି ହେଲେ। ତୁମେ କେମିତି ରାଜା? ମୁଁ ତ ଜଙ୍ଗଲର ସତ୍ୟିକାର ଶକ୍ତି। ତୁମେ ଏକା, ମୁଁ ଦଳ ସହିତ। ରାଜା ମୁଁ। ଠିକ୍ ଅଛି, ଚାଲ ଲଢ଼େଇ କରିବା। ଦୁଇ ଜଣ ତିଆରି ହେଲେ ଏକ ବଡ଼ ଯୁଦ୍ଧ ପାଇଁ। ବାଘ ତୀବ୍ର ଗତିରେ ଆକ୍ରମଣ କଲା, ସିଂହ ତାର ଶକ୍ତିରେ ପ୍ରତିଘାତ କଲା। ଯୁଦ୍ଧ ଦେଖି ସମସ୍ତ ପ୍ରାଣୀ ଭୟରେ ପଳାଇଗଲେ। ସେତେବେଳେ ଏକ ବୃଦ୍ଧ ହାତୀ ଆସିଲା। ତୁମେ ଦୁଇ ଜଣ ଶକ୍ତିଶାଳୀ, ହଁ, କିନ୍ତୁ ଯୁଦ୍ଧରେ କେବଳ ନଷ୍ଟ ହୁଏ। ସତ୍ୟ, ମୁଁ ଏକା ରହି ଗର୍ବ କରୁଥିଲି। ମୁଁ ମଧ୍ୟ ଅହଙ୍କାର କରୁଥିଲି। ଦୁଇ ଜଣ ବୁଝିଗଲେ ସତ୍ୟକାର ଶକ୍ତି ହେଉଛି ଏକତା ଓ ବୁଦ୍ଧି। ଆମେ ମିଶି ରହିବା। ହଁ, ଏହି ଜଙ୍ଗଲ ଆମ ସମସ୍ତଙ୍କର। ଏବଂ ସେହି ଦିନରୁ ଜଙ୍ଗଲରେ ଶାନ୍ତି ଫେରି ଆସିଲା। କାରଣ ସତ୍ୟକାର ରାଜା ସେଇ ଯେଉଁଠି ଶକ୍ତି ସହିତ ବୁଦ୍ଧି ମଧ୍ୟ ରହେ।